ନମ୍ବର 1 ଆଇସିସି ଟି20 ବିଶ୍ୱକପ୍ 2024ରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ ଟିକେଟ୍ ହାସଲ କରିଛି, କିନ୍ତୁ ପ୍ରକୃତପକ୍ଷେ ଏବେ ବାକି ଅଛି। ଆସନ୍ତା ମାର୍ଚ୍ଚ 5 ଦିନ ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଏହା ପୂର୍ବରୁ ମାର୍ଚ୍ଚ 4 ଦିନ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ନମ୍ବର 2 ବେଆଇନ ବୋମା କାରଖାନା ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର। ହ୍ୱାଟ୍ସଆପ୍ ନମ୍ବର ଜାରି କଲା କମିଶନରେଟ୍ ପୋଲିସ। ଭୁବନେଶ୍ୱର ଏବଂ କଟକରେ ନିକଟରେ ଘଟିଥିବା ବୋମା ବିସ୍ଫୋରଣ ଘଟଣା ପରେ କମିଶନରେଟ୍ ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବେଆଇନ ବୋମା ତିଆରି ଏବଂ ବିସ୍ଫୋରକ ସାମଗ୍ରୀ ମଜବୁତ ରଖିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୋଲିସ ପକ୍ଷରୁ ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଦ୍ୱୈତନଗରୀରେ ବେଆଇନ ବିସ୍ଫୋରକ କାରବାରକୁ ରୋକିବା ପାଇଁ ଏହି ରିୱାର୍ଡ ସ୍କିମ୍ ଆରମ୍ଭ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ବେଆଇନ ଭାବେ ବୋମା ତିଆରି କିମ୍ବା ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା ନେଇ ବିଶ୍ୱସ୍ତ ସୂଚନା ପ୍ରଦାନ କରନ୍ତି, ତେବେ ସେମାନଙ୍କୁ 10,000 ଟଙ୍କା ପୁରସ୍କାର ଦିଆଯିବ। ଏହି ଯୋଜନା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୂଚନା ପ୍ରଦାନକାରୀଙ୍କ ନାମ ଏବଂ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ନମ୍ବର 3 ହୋଲିର ବିଶେଷ ଅବସରରେ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଏକ ଖୁସି ଖବର। ହୋଲିର ଗୋଟିଏ ଦିନ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା ଡିଏରେ 3% ବୃଦ୍ଧି ଘୋଷଣା କରିଛନ୍ତି, ଯାହାଫଳରେ ରାଜ୍ୟ କର୍ମଚାରୀମାନେ 58% ମହଙ୍ଗା ଭତ୍ତା ପାଇବେ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଏପ୍ରିଲ 2024 ଦରମା ମେ ମାସରେ ପ୍ରଦାନ ସହିତ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀମାନେ ସେମାନଙ୍କର ଏପ୍ରିଲ 2024 ଦରମାରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପରି 58% ମହଙ୍ଗା ଭତ୍ତା ପାଇବେ। ଜୁଲାଇ 2025ରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ ବକେୟା ମହଙ୍ଗା ଭତ୍ତା ମେ 2024ରୁ 6ଟି ସମାନ କିସ୍ତିରେ ପ୍ରଦାନ କରାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ପେନ୍ସନଭୋଗୀମାନେ ଜାନୁଆରୀରୁ ଫେବୃଆରୀ 2024 ପର୍ଯ୍ୟନ୍ତ ସେମାନଙ୍କର ପେନ୍ସନ ଉପରେ 58% ମହଙ୍ଗା ଭତ୍ତା ପାଇବେ। ନମ୍ବର 4 ଯୁଦ୍ଧ ଭିତରେ 8 ଦେଶ ସହ କଥା ହେଲେ ମୋଦି। ହୋଇପାରେ ବଡ଼ ଘୋଷଣା। ଇସ୍ରାଏଲ ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆମର ହୋଇଥିବା ଯୁଦ୍ଧ ପ୍ରତିନିଧି ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିଣାମ ଏବଂ ପରିସର ମଧ୍ୟ ବିସ୍ତାରିତ ହେଉଛି। ଭାରତ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବିଷୟରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ପ୍ରଧାନମନ୍ତ୍ରୀ ମୋଦି ଓମାନର ସୁଲତାନ ଏବଂ କୁଏତର ଯୁବରାଜଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ଦେଶଗୁଡ଼ିକରେ ହେଉଥିବା ଆକ୍ରମଣ ଉପରେ ଚିନ୍ତା ପ୍ରକାଶ କରିଥିଲେ। ସେ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ମଙ୍ଗଳ ଏବଂ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ନମ୍ବର 5 ଚାଷୀଙ୍କୁ ମିଳିଲା ଖୁସି ଖବର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା କିସ୍ତି ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍, ଯାହାକୁ ଦୀର୍ଘ ଦିନ ଧରି ଚାହିଁ ରହିଛନ୍ତି ହଜାର ହଜାର ହିତାଧିକାରୀ। ଚଳିତ ବର୍ଷ ସାଧାରଣ ବିହାରର ଚାଷୀମାନେ 2,000 ପରିବର୍ତ୍ତେ ମୋଟ 3,000 ଟଙ୍କା ପାଇବେ ବୋଲି ଚର୍ଚ୍ଚା ହେଉଛି। ଅତିରିକ୍ତ ଏହି ଚାଷୀ ବିହାର ସରକାରଙ୍କ କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗାଇ ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଯୋଜନାକୁ ପାଣ୍ଠିକୁ ମିଶ୍ରଣ କରି ଚାଷୀମାନେ ବାର୍ଷିକ ମୋଟ 6,000 ବଦଳରେ 9,000 ଟଙ୍କା ପାଇବେ। କିନ୍ତୁ ପିଏମ୍ କିଷାନ ଯୋଜନାରେ ବାର୍ଷିକ 6,000 ଟଙ୍କା ମିଳିଥାଏ, ଯାହା ଡିବିଟି ଜରିଆରେ ଆକାଉଣ୍ଟକୁ ଆସିଥାଏ। ଏହାରି ଭିତରେ ଚାଷୀମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଯେ ହୋଲି ପରେ ନା ହୋଲି ଦିନ ଆକାଉଣ୍ଟକୁ 22ତମ କିସ୍ତି ଟଙ୍କା ଆସିବ। ତେବେ ମିଳିଥିବା ସୂଚନା ଅନୁଯାୟୀ 22ତମ କିସ୍ତି ହୋଲି ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ। ହେଲେ ଏନେଇ ସରକାର କୌଣସି ସୂଚନା ଜାରି କରିନାହାନ୍ତି। ଯେଉଁ ଚାଷୀମାନେ ନିଜର କେୱାଇସି ପୂରଣ କରିନାହାନ୍ତି, ସେମାନଙ୍କର ଟଙ୍କା ବିଳମ୍ବରେ ମିଳିପାରେ। ସେଥିପାଇଁ ପ୍ରଥମେ ନିଜର କେୱାଇସି ପୂରଣ କରନ୍ତୁ। ନମ୍ବର 6 ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଲବା। 3 କୋଟି ଟପିଲା ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ଭାବେ ନିଜର ଦବଦବା ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କେବଳ ରାଜନୀତି ମଇଦାନ ନୁହେଁ, ଡିଜିଟାଲ ଦୁନିଆରେ ବି ନିଜ ପ୍ରତିଦ୍ୱନ୍ଦ୍ୱୀକୁ ପଛରେ ପକାଇ ଦେଇଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ଏବେ 30 ମିଲିୟନ ବା 3 କୋଟି ଅତିକ୍ରମ କରିଛି। ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ୱର ପ୍ରଥମ ତଥା ଏକମାତ୍ର ରାଜନୈତିକ ବ୍ୟକ୍ତି ପାଲଟିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ମୋଦିଙ୍କ ସବସ୍କ୍ରାଇବର ସଂଖ୍ୟା 7 ଗୁଣରୁ ଅଧିକ ରହିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ
ଅନ୍ୟ ନେତାମାନଙ୍କ ଲୋକପ୍ରିୟତାରେ ପଛରେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଗତ ମାସର ଇନ୍ଷ୍ଟାଗ୍ରାମରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋଅର୍ସ ସଂଖ୍ୟା 10 କୋଟି ବା 100 ମିଲିୟନ ଅତିକ୍ରମ କରି ରେକର୍ଡ କରିଥିଲା। ନମ୍ବର 7 ଦିଲ୍ଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଓ ବୁଦ୍ଧିସମ୍ପନ୍ନ ରାଜନେତା, କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜସ୍ୱ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜର ରହିଛି। ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରିସାରିଛନ୍ତି। ସ୍ପଷ୍ଟ ସଂଖ୍ୟା ନଥିଲେ ବି ସେ ସ୍ୱାଧୀନ ଭାବେ ବିଜୟୀ ହେବେ। ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଘୋଷଣା କରିଛନ୍ତି। ସେ 5 ତାରିଖରେ ନାମାଙ୍କନ ପତ୍ର ଭରିପାରନ୍ତି। ଏନେଇ ଦିଲ୍ଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ସହ ଆଲୋଚନା କରିଛି। ନମ୍ବର 8 ଯୁଦ୍ଧ ମଧ୍ୟରେ ଇରାନରେ ବଡ଼ ଧରଣର ଭୂକମ୍ପ। ଆମେରିକା ଇସ୍ରାଏଲ ଆକ୍ରମଣ ମଧ୍ୟରେ ଇରାନରେ ଭୂକମ୍ପ ହୋଇଛି। ଆମେରିକାର ଭୂତାତ୍ତ୍ୱ ସର୍ବେକ୍ଷଣ USGS ଅନୁଯାୟୀ ଦକ୍ଷିଣ ଇରାନର ଗେରାସ ଅଞ୍ଚଳରେ 4.3 ତୀବ୍ରତାର ଏକ ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ପ୍ରାୟ 10 କିଲୋମିଟର ଭୂତଳରେ ଥିଲା। କିଛି ରିପୋର୍ଟରେ ଏହାର ତୀବ୍ରତା 4.5 ବୋଲି କୁହାଯାଇଛି, କିନ୍ତୁ ସରକାରୀ USGS ତଥ୍ୟ 4.3 ତୀବ୍ରତା ସୂଚାଇଛି। ଫାର୍ସ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏଠାରେ ଯୁଦ୍ଧ ଯୋଗୁଁ ବାସିନ୍ଦାମାନେ ପୂର୍ବରୁ ଭୟଭୀତ ଥିଲେ। ବିସ୍ଫୋରଣ ଏବଂ ବୋମାମାଡ଼ ସହିତ ଭୂକମ୍ପ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ ଏବଂ କେତେକ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେୟାର କରିଥିଲେ। ଏପର୍ଯ୍ୟନ୍ତ ବଡ଼ କ୍ଷୟକ୍ଷତି, ମୃତ୍ୟୁ କିମ୍ବା ଆହତ ହେବାର କୌଣସି ରିପୋର୍ଟ ମିଳିନାହିଁ। ନମ୍ବର 9 ଆମେ ବିକାଶ ନେଇ ଆଗକୁ ବଢ଼ୁଛୁ। ଆମର ଲକ୍ଷ୍ୟ ସ୍ପଷ୍ଟ। ଓଡ଼ିଶାର ବିକାଶ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ। ମନମୋହନ ସାମଲ ଏବଂ ସୁଜିତ କୁମାର ରାଜ୍ୟସଭାକୁ ଗଲେ ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଓ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବେ। ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚତୁର୍ଥ ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଦିଲ୍ଲୀପ ରାୟ ଆଜି ତାଙ୍କ ନାମ ଘୋଷଣା କରିଛନ୍ତି। ନମ୍ବର 10 ମହାନଦୀ ସଙ୍କଟ ଓ ନବୀନ ବାବୁ। ଫେବୃଆରୀ 7 ତାରିଖରେ ସାମାଜିକ ଗଣମାଧ୍ୟମ Xରେ ନବୀନ ପଟ୍ଟନାୟକ ମହାନଦୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ବିବାଦର ସମାଧାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲ ସମ୍ପର୍କରେ ରାଜ୍ୟ ସରକାର ଯଥାଯଥ ଭାବରେ ପ୍ରତିନିଧିତ୍ୱ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଓ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ମହାନଦୀ ଆମ ମା ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି। ନମ୍ବର 11 ମାର୍ଚ୍ଚ ପ୍ରଥମ ସପ୍ତାହରୁ 40 ଡିଗ୍ରୀ ନିକଟତର ହେଲା ଓଡ଼ିଶାର ତାପମାତ୍ରା। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ତାପମାତ୍ରା ଉପରମୁହାଁ ହୋଇଛି। ପୂର୍ବାହ୍ନ 10ଟା ପରଠାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ରାସ୍ତାରେ ଯିବାବେଳେ ସୂର୍ଯ୍ୟକିରଣର ପ୍ରଖର କିରଣ ଅନୁଭବ ହେଉଛି। ଫାଲ୍ଗୁନ ପୂର୍ଣ୍ଣିମାରେ ଆଉ ବସନ୍ତ ପବନ ନାହିଁ। ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ରୀଷ୍ମ ପ୍ରବାହ ଆଗୁଆ ଆଗମନ ହେଲା ବୋଲି ଜଣାପଡ଼ୁଛି। ମାର୍ଚ୍ଚ 3 ତାରିଖରେ ତାପମାତ୍ରା ଯାହା ରହିବା କଥା ତାହା ରହୁନାହିଁ। ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀ 38 ଡିଗ୍ରୀ ତାପମାତ୍ରାର ସାମ୍ନା କରିଛନ୍ତି, କିନ୍ତୁ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା 12.7 ଡିଗ୍ରୀ ରେକର୍ଡ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍ରୁ ଜାରି କରିଛି। ନମ୍ବର 12 ମାର୍ଚ୍ଚ 25ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ପୁରୀ ଶ୍ରୀମନ୍ଦିର ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦଶନ୍ଧି ପରେ ମହାପ୍ରଭୁଙ୍କ ଅମୂଲ୍ୟ ସମ୍ପଦର ତାଲିକା ପ୍ରସ୍ତୁତ ହେବାକୁ ଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ମାର୍ଚ୍ଚ 25 ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଏହି ଗଣତି କାର୍ଯ୍ୟ ଆରମ୍ଭ ହେବ। ମଧ୍ୟାହ୍ନ 12:12 ରୁ 1:45 ମଧ୍ୟରେ ଶୁଭ ମହେନ୍ଦ୍ର ବେଳାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଗଣତି ପାଇଁ 2ଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏଥିରେ 3 ଜଣିଆ ତଦାରଖ କମିଟି ଏବଂ ଅଲଙ୍କାର ଯାଞ୍ଚ ପାଇଁ ଏକ 10 ଜଣିଆ ହ୍ୟାଣ୍ଡଲ ଟିମ୍ ରହିବେ। ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ଶନିବାର, ରବିବାର ଏବଂ ଅନ୍ୟ ବଡ଼ ପର୍ବପର୍ବାଣୀ ଦିନମାନଙ୍କରେ ଗଣତି କାର୍ଯ୍ୟ ବନ୍ଦ ରହିବ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ଅଲଙ୍କାର ଡିଜିଟାଲ ଡକୁମେଣ୍ଟସ ସହ ଭିଡ଼ିଓଗ୍ରାଫି କରାଯିବ। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ RBIର ପ୍ରତିନିଧି, ବିଶେଷଜ୍ଞ ଏବଂ ବରିଷ୍ଠ ସେବାୟତମାନେ ସାମିଲ ହେବେ।
ନମ୍ବର 13 ମଧ୍ୟପ୍ରାଚ୍ୟର ବିମାନ ଦିଲ୍ଲୀ ମୁମ୍ବାଇରେ ପହଞ୍ଚିଲା। ଫେରିବା ପରେ ଭାବପ୍ରବଣ ହେଲେ ଯାତ୍ରୀ। ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ଆବୁଧାବିରେ ଫସି ରହିଥିବା ଶହ ଶହ ଭାରତୀୟ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ମଙ୍ଗଳବାର ଆବୁଧାବିରୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିବା ବିମାନ ଗତ କିଛି ଦିନ ଧରି ସେଠାରେ ଫସି ରହିଥିବା ଅନେକ ଯାତ୍ରୀ ଥିଲେ। ୟୁଏଇ ଉପରେ ହୋଇଥିବା ବଡ଼ ଆକ୍ରମଣ ପରେ ଦେଶର ଆକାଶପଥ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଥିଲା, ଯାହାର ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଭାରତୀୟ ଅଛନ୍ତି। ନମ୍ବର 14 ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ କଲା ଇରାନ। ବୃଦ୍ଧି ହୋଇପାରେ ପେଟ୍ରୋଲ ଓ ଡିଜେଲ ଦାମ। ଇରାନ ଉପରେ ଆହୁରି ଜୋରଦାର ହେବ ଆକ୍ରମଣ। ଆକାଶମାର୍ଗରୁ ଇରାନର ସବୁ ଯୁଦ୍ଧ କ୍ଷେପଣାସ୍ତ୍ର ଉପରେ ଆକ୍ରମଣ ହେବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପାଖାପାଖି 47 ବର୍ଷ ହେବ ଇରାନ ଆତଙ୍କବାଦ ମାଧ୍ୟମରେ ଆମେରିକାର ନାଗରିକଙ୍କୁ ହତ୍ୟା କରିଛି। ହଜାର ହଜାର ଆମେରିକୀୟଙ୍କ ରକ୍ତରେ ଖେଳିଛି ଇରାନ। ଏବେ ସମୟ ଆସିଛି ତାର ସବୁ ଦୋଷକୁ ନେଇ ଦଣ୍ଡ ଦିଆଯିବ। ଅନ୍ୟପଟେ ହରମୁଜ ପ୍ରଣାଳୀ ବନ୍ଦ କଲା ଇରାନ। ବନ୍ଦ ହେଲା 80% ଜାହାଜ ଚଳାଚଳ। ଆକାଶ ଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର। ହରମୁଜ ପ୍ରଣାଳୀକୁ ବନ୍ଦ ବୋଲି ଘୋଷଣା କରିଛନ୍ତି ଇରାନର ସେନା ଅଧିକାରୀ। ନମ୍ବର 15 ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକୁ ନିୟମିତ କରିବା ପାଇଁ ରେଳ ମନ୍ତ୍ରଣାଳୟର ଅନୁମୋଦନ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ ପରେ ରେଳ ମନ୍ତ୍ରଣାଳୟ 3ଟି ସ୍ୱତନ୍ତ୍ର ଟ୍ରେନ୍‌କୁ ନିୟମିତ କରିବାକୁ ଅନୁମୋଦନ କରିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ରୁଟ୍‌ରେ ଚାଲୁଥିବା ନିୟମିତ ଟ୍ରେନ୍‌ରେ ଯାତ୍ରୀମାନଙ୍କ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ପୂର୍ବୋତ୍ତର ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକୁ ନିୟମିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ତରଫରୁ ନିଷ୍ପତ୍ତି ନିଆଯାଇଛି। ନମ୍ବର 16 ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ। ଦିଲ୍ଲୀପ ରାୟ ରାଜ୍ୟସଭା ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି। ଆହୁରି କୁହାଯାଇଛି ଯେ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ନେଇ ବାଟ ଖେଳିଲା। ବେଶ୍ ଅଭିଜ୍ଞ ଦିଲ୍ଲୀପଙ୍କୁ ନେଇ ଶାସକ ବିଜେପି ଆଶାବାଦୀ ଅଛନ୍ତି। ଅତୀତରେ ବିଜେଡିକୁ ଚକମା ଦେଖାଇ ଦିଲ୍ଲୀପ ରାଜ୍ୟସଭା ଯାଇଛନ୍ତି। ନମ୍ବର 17 ବୁଧବାର ଦୁବାଇକୁ ଫ୍ଲାଇଟ୍ ବାତିଲ। ସୋମବାର ବାତିଲ ହୋଇଥିଲା। ଆସନ୍ତାକାଲି ପାଇଁ ବି ବାତିଲ ହେଲା ଦୁବାଇ ଫ୍ଲାଇଟ୍। ସପ୍ତାହକୁ 3 ଦିନ ଭୁବନେଶ୍ୱରରୁ ଦୁବାଇ ଯାଏଁ ଫ୍ଲାଇଟ୍ ସୋମବାର, ବୁଧବାର, ଶୁକ୍ରବାର ଯାତ୍ରା କରିଥାଏ। ଗତକାଲି ଉଡ଼ାଣ ବାତିଲ କରିଥିଲା ଇଣ୍ଡିଗୋ। ଏହାକୁ ଗୋଟେ ଦିନ ପୂର୍ବରୁ ଜଣାଇ ଦିଆଯାଇଛି। କୌଣସି ଯାତ୍ରୀ ହଇରାଣ ହେବାର ଖବର ନାହିଁ। ଆସନ୍ତାକାଲି ପାଇଁ ଫ୍ଲାଇଟ୍ ବି ବାତିଲ ଅଛି। ଓଡ଼ିଶାର ଲୋକ ଦୁବାଇରେ କେହି ଫସି ରହିଥିବା ଖବର ବିମାନବନ୍ଦର କର୍ତ୍ତୃପକ୍ଷ ଜଣାଇ ଦିଆଯାଇନି। ଯଦି ସ୍ଥିତି ସ୍ୱାଭାବିକ ରହିଲା, ଶୁକ୍ରବାର ଦୁବାଇ ଫ୍ଲାଇଟ୍ ଚାଲିପାରେ ବୋଲି କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ନମ୍ବର 18 ସରକାରଙ୍କ ନିରବତା ବିଚଳିତ କରୁଛି। ଖେମେନିଙ୍କ ମୃତ୍ୟୁ ନେଇ ସୋନିଆଙ୍କ କଡ଼ା ସମାଲୋଚନା। ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ କରାଯାଇଥିବା ଆକ୍ରମଣ ଏବଂ ସର୍ବୋଚ୍ଚ ନେତା ଆୟାତୁଲ୍ଲାହ ସୟଦ ଅଲି ହସେନି ଖେମେନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଭୟଙ୍କର ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଇରାନ ଉପରେ ମିଳିତ ଆକ୍ରମଣ ଓ ଭାରତ ସରକାରଙ୍କ ନିରବତାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଇରାନ ଉପରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସରକାରଙ୍କ ନିରବତା ନୀତିରୁ ପଛଘୁଞ୍ଚା ସହିତ ସମାନ। ନମ୍ବର 19 ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି। ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହର ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ୍। ସୋମବାର ଭାରତ ସରକାର କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଯାତ୍ରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ମାର୍ଚ୍ଚ 3ରେ ଜେଦ୍ଦାହରୁ 10ଟି ସ୍ୱତନ୍ତ୍ର ରିଲିଫ୍ ବିମାନ ପରିଚାଳନା କରିବ।